ମୋ ନାଁ ହେଉଛି ପ୍ରମୋଦ କୁମାର ନନ୍ଦ। ଆମର ହେଉଛି ଜିଲ୍ଲା ନୟାଗଡ଼, ବନମାଳୀପୁର ଜିପି ଫତେଗଡ଼ ପିଏସ୍ ଅଣ୍ଡରରେ ମୋ ଘର। ମୁଁ 2011 ମସିହାରେ ମାଳିସାହି ଆଉଟପୋଷ୍ଟ ଇନଚାର୍ଜ ଅଫିସର ଥିଲି। ସେ ସମୟରେ ମୁଁ ସଦାବେଳେ ଏଠି ସାମ୍ନାରେ ପୋଖରୀ ଅଛି, ଯେଉଁ ଗତିକେଶ୍ୱର ମହାଦେବ ଅଛନ୍ତି, ଇଏ ପ୍ରାୟ 200-300 ବର୍ଷ ତଳର ଠାକୁର। ଏ ଠାକୁର ବୌଦ୍ଧ ରାଜା ଯେତେବେଳେ ଥିଲେ ସେହି ସମୟରେ ଏ ଠାକୁର ଆବିର୍ଭାବ ହୋଇଥିଲେ। ଏ ଠାକୁରଙ୍କର କିମ୍ବଦନ୍ତୀ ହେଉଛି ଯେ ଯେତେବେଳେ ସେ ଏ ଯେଉଁ ଛବରି ଏଇ ଆସିକି ଏଇ ଇଏ ଅଝାଡ଼ ଝାଡ଼ ଜଙ୍ଗଲ ଥିଲା, ଏ ଜଙ୍ଗଲ ଭିତରେ ସେ ଟୁଙ୍ଗା କଡ଼ବା ଚାଳିବା ପାଇଁ ଆସିଲା। ସେଇ ସମୟରେ ଖଣନ୍ତି ମୁନରେ ଠାକୁର କ୍ଷତ ହେଲେ। ସେ ଶବରୀ ଦେଖିଲା ଗୋଟେ ପଥର ଦେହରୁ ରକ୍ତ ବାହାରୁଛି, ତେଣୁ ସେ ତାକୁ ଘୋଡ଼େଇ ଦେଲା, ଘୋଡ଼େଇ ଦେଇକି ପଳେଇଗଲା ପରେ ରାଜାଙ୍କୁ ସ୍ୱପ୍ନ ହେଲା। ରାଜା ଆସିକି ସେ ବୌଦ୍ଧ ସେଇ ଯେଉଁ ଶବରୀକି ଧରି ଆସିକି ପହଞ୍ଚିବା ପରେ ଏ ଠାକୁର ଆବିର୍ଭାବ ହେଲେ। ଏ ଠାକୁର ଯେତେବେଳେ ଆବିର୍ଭାବ ହେଲା ସେବେଠାରୁ ଏ ମନ୍ଦିର ଚାଲିଛି। ତାପରେ ଯେତେବେଳେ 2011 ମସିହାରେ ମୁଁ ଆଉଟପୋଷ୍ଟ ଇନଚାର୍ଜ ଥିବା ସମୟରେ ମୁଁ ସଦାବେଳେ ଗାଧେଇବି, ଠାକୁର ଦର୍ଶନ କରିବି। ଦର୍ଶନ କରିବା ସମୟରେ ମୋ ମନରେ ଗୋଟେ ଚିନ୍ତାଧାରା ଆସିଲା, ଇଏ ଠାକୁର କେତେ ଦିନର ଠାକୁର, ବହୁତ ଦିନର ଠାକୁର। ୟାର ପୁରୁଣା କିମ୍ବଦନ୍ତୀ ହେଉଛି ଆମର ପୁରାଣରେ ବର୍ଣ୍ଣିତ ଅଛି। ଆମର ଯେଉଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇ ଠାକୁରଙ୍କ ପାଖରେ ତପସ୍ୟା କରିକି ସିଦ୍ଧି ଲାଭ କରିଥିଲେ। ଇଏ ସେଇ ଠାକୁର। ତେଣୁ 2011 ମସିହାରେ ମୁଁ ଯେତେବେଳେ ଆଉଟପୋଷ୍ଟ ଇନଚାର୍ଜ ଥିଲି ସେ ସମୟରେ ମୁଁ ଏଇ ଠାକୁରଙ୍କ ବିଷୟରେ ଭାବିକି ଶୋଇପଡ଼େ। ମୁଁ ଦିନକର ସ୍ୱପ୍ନ ଦେଖୁଲି ଯେ ଏମିତି ମୋତେ ସ୍ୱପ୍ନ ହେଲା ଯେ ଏମିତି ଆମର ଏଇ ଠାକୁରଙ୍କ କ୍ୟାମ୍ପସ ଭିତରେ ଆମର ଅଷ୍ଟପ୍ରହରୀ ଚାଲିଛି, ଆନନ୍ଦ ବଜାର ଚାଲିଛି। ଏଇସବୁ ଜିନିଷ ଗୁଡ଼ାକ ମୁଁ ସ୍ୱପ୍ନ ଦେଖିଲି। ତାପରେ ଗାଁର କିଛି ଲୋକଙ୍କୁ ମୁଁ ଧରି ଏଠି ଆଲୋଚନା କଲି। ଆଲୋଚନା କରିବା ପରେ ଲୋକମାନେ ସମସ୍ତେ କହିଲେ, ଆପଣ ଯେଉଁ ଜିନିଷଟା କହୁଛନ୍ତି ଭଲ କଥା କହୁଛନ୍ତି। ଆମ ଗାଁର ସବୁ ସାହିର ସଭାପତିମାନଙ୍କୁ ଆମେ ପଚାରିକି ଆମେ ଆସିବୁ। ସେ ମୁଁ ତାଙ୍କୁ କହିଥିଲି ଯେ ତମେ ସବୁ ସାହିରୁ ଜଣେ ଜଣେ 5-10 ଜଣ ଭିତରେ ଆସ। ସେ 5-10 ଜଣ ଯେତେବେଳେ ଆସିବା କଥା ସେ ସମୟରେ 400-500 ଲୋକ ଆସିଲେ। ସେ ଗୋଟେ ମିଟିଂ ହେଲା। 2011ରୁ ଏ ଅନୁଷ୍ଠାନ ଆରମ୍ଭ ହୋଇଛି। ପୋଲିସ ଏବଂ ପବ୍ଲିକ ଏମାନେ ମାଳିସାହିର ଜନସାଧାରଣ ଆବାଳ ବୃଦ୍ଧବନିତା ସମସ୍ତଙ୍କର ସହଯୋଗରେ ଏ ଅନୁଷ୍ଠାନ ଗଢ଼ି ଉଠିଲା 2011 ମସିହାରେ। 2011 ମସିହାରୁ ଆଜି ପର୍ଯ୍ୟନ୍ତ ଚାଲିଛି। ଗୋଟିଏ ଦିନ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ଦିନ ଅଧିବାସ ହୁଏ। ଆଉ କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ବୋଇତ ବନ୍ଦାଣ ହୁଏ, ଭୋରରୁ ବୋଇତ ବନ୍ଦାଣ ହୁଏ। ତାପରେ ଠାକୁରଙ୍କର ଅଷ୍ଟପ୍ରହରୀ ନାମ ଆରମ୍ଭ ହୁଏ। ନାମ ଅହରହ ଚାଲି ରହେ ଏବଂ ସକାଳ 7ରୁ ଆମର ଆନନ୍ଦ ବଜାର ହୁଏ। ଟୁଆର୍ଡ ଯେତେବେଳେ ପର୍ଯ୍ୟନ୍ତ ଲୋକ ଖାଉଥିବେ ସେଇ ପର୍ଯ୍ୟନ୍ତ ଆମର ମଝିରେ ବନ୍ଦ ହୁଏ ନାହିଁ। ଯେତେବେଳେ ଲୋକ ଖାଇବା ବନ୍ଦ ହେଇଯାଏ ସେତେବେଳେ ଅଟୋମେଟିକ୍ ବନ୍ଦ ହେଇଯାଏ। ଲୋକମାନେ ସମ୍ପୂର୍ଣ୍ଣ ମାଳିସାହି ମୌଜା ଏଇ ଯେଉଁ ଆବାଳ ବୃଦ୍ଧବାନିତ ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗରେ ଏଡ଼େ ବଡ଼ ଅନୁଷ୍ଠାନ ଗଢ଼ି ଉଠିଛି। ଆଉ ଏ ଅନୁଷ୍ଠାନ ବଞ୍ଚି ରହିଛି। ଭାଇଚାରିଆ ସମ୍ପର୍କ ରହୁଛି, କୌଣସି ଫିଲିଙ୍ଗସ୍ ନାହିଁ, ଜାତିଭେଦ ବି ନାହିଁ। ଜାତି ଭେଦ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଠାକୁରଙ୍କର ଭକ୍ତ, ସମସ୍ତେ ଠାକୁରଙ୍କର ସେବକ, ସମସ୍ତେ ପ୍ରାଣ। ସାଂସ୍କୃତିକ କାର୍ଯ୍ୟକ୍ରମ ଯେତେବେଳେ ଠାକୁରଙ୍କର କିଛି ଫଣ୍ଡିଙ୍ଗ ହେଇଯାଏ, ଅଧିକା କିଛି ଫଣ୍ଡିଙ୍ଗ ହୁଏ, ଠାକୁରଙ୍କର କାର୍ଯ୍ୟକ୍ରମ ଗୋଟେ ଦିନ ରଖାଯାଏ। ଠାକୁର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି, ଯୁବପିଢ଼ି ସହଯୋଗ କରୁଛନ୍ତି। ତା ସଙ୍ଗେ ସଙ୍ଗେ ଛୋଟ ଛୁଆମାନେ ମଧ୍ୟ ସେମାନେ ମଧ୍ୟ ବହୁତ ସହଯୋଗ କରୁଛନ୍ତି। ସମସ୍ତଙ୍କର ସହଯୋଗରେ ଏ ଅନୁଷ୍ଠାନ ତିଷ୍ଠିଛି, ନହେଲେ ରହିବ ନାହିଁ। ମହିଳାମାନଙ୍କର ସକାଳୁ ଠାକୁର ଦର୍ଶନ କରିବେ, ଧୂପ ଦୀପ ନୈବେଦ୍ୟ ଦେବେ। ସେମାନେ ଠାକୁର ଦର୍ଶନ କରିବେ। ଠାକୁର ଦର୍ଶନ ପରେ ସେମାନେ ଆନନ୍ଦ ବଜାର କରିବେ, ସେମାନେ ଯିବେ। ଇଏ ଫୁଟାଲିଙ୍ଗ ନିଜେ ଆବିର୍ଭାବ ହେଇଛନ୍ତି। ସେମାନେ ଅଲ୍ ଓଭର୍ ଯେତେ ଲୋକ ଅଛନ୍ତି ମାଳିସାହିର ଏଇ ଜିନିଷଟା ମୁଁ ପ୍ରଥମେ ସ୍ରଷ୍ଟା ହିସାବରେ ସୃଷ୍ଟି କରିଥିଲି।
ସେମାନେ ସମସ୍ତେ ସେଇ ଶ୍ରେୟ ଦେଉଛନ୍ତି ଏଡ଼େ ବଡ଼ ଅନୁଷ୍ଠାନ ଆପଣଙ୍କ ପାଇଁ ହେଉଛି। ଆଗାମୀ ଦିନରେ ରହିବ ଏ ଅନୁଷ୍ଠାନ ବଞ୍ଚି ରହିବ।